ପାଟଣା ଗହମ ବନ୍ଧ ଭାଙ୍ଗି ଚାଷ ହେଲା ନଷ୍ଟ କ୍ଷତିପୂରଣ ଦାବି କରୁଛନ୍ତି ଗ୍ରାମବାସୀ। ବନ୍ଧ ଭାଙ୍ଗି ଲୋକମାନଙ୍କ ଜମିରେ ପାଣି ମାଡ଼ି ନଷ୍ଟ ହେଲା ଧାନ ବିଲ। କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଡ଼ିଆ ଗ୍ରାମ ଗହମ ବନ୍ଧର ହୁଡ଼ା ଗତକାଲି ସନ୍ଧ୍ୟା ସମୟରେ ଭାଙ୍ଗି ଯାଇଛି, ଯାହାଫଳରେ ଲୋକମାନେ କରିଥିବା ଚାଷ ଜମିରେ ପାଣି ବାଲି ମାଡ଼ିଯିବାରୁ ଲୋକଙ୍କର କ୍ଷତି ହୋଇଛି। ପୁଟୁଡ଼ିଆ ଗ୍ରାମର ଲକ୍ଷ୍ମୀ ମହାନ୍ତ, ଭକ୍ତବନ୍ଧୁ ମହାନ୍ତ, ରେବତୀ ମହାନ୍ତ, ଲୋକନାଥ ମହାନ୍ତ, ପୀତାମ୍ବର ମହାନ୍ତ, ଗୌତମ ମହାନ୍ତ, ସୁକାନ୍ତି ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, କ୍ଷେତ୍ରବାସୀ ମହାନ୍ତ, ଭାଗବତ ମହାନ୍ତ, ଶରତ ମହାନ୍ତ, ମଙ୍ଗୁଳୁ ମହାନ୍ତ, ବାସୁଦେବ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ, ଲୋକେଶ ମହାନ୍ତ, ଭୀମସେନ ମହାନ୍ତଙ୍କ ଚାଷ ଜମିରେ ଜଳମଗ୍ନ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏଥିସହ ବନ୍ଧ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଦାବି ହେଉଛି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ। କ'ଣ ସୁକାନ୍ତି ମହାନ୍ତ ଘର ପୁଟୁଡ଼ିଆ। କାଲି କ'ଣ ହେଇଛି ମାଉସୀ? କାଲି ବନ୍ଧ ବାଡ଼ି ଭାଗିଗଲା ଯେ ମୋର ବଡ଼ା ଏକର ମାଡ଼ି ଦେଇଛି ଏବେ କ'ଣ ଚାହୁଁଛନ୍ତି? କ୍ଷତିପୂରଣ।